200 ବର୍ଷ ତଳର। ସେତେବେଳେ ଇଂରେଜ ମାନେ ରାଜସ୍ୱ ନାଁରେ ଓଡ଼ିଆ ଚାଷୀ ମୂଲିଆ ମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ କଲେ। ଶହ ଶହ ଓଡ଼ିଆ ମାନଙ୍କର ଜମି ଛଡ଼ାଇ ନେଲେ। ସେମାନଙ୍କର ଶସ୍ୟ ଭଣ୍ଡାରକୁ ଲୁଟି ନିଆଗଲା। ଦରିଦ୍ର ଓଡ଼ିଆ ଚାଷୀ ମାନଙ୍କର ସ୍ତ୍ରୀମାନେ ଇଂରେଜ ମାନଙ୍କର ବାସନାର ଶିକାର ହେଲେ। ଏତିକିରେ ଶେଷ ହୋଇନଥିଲା ଇଂରେଜ ମାନଙ୍କର ଅତ୍ୟାଚାର। ପ୍ରଚଳିତ କଉଡ଼ିକୁ ରଦ୍ଦ କରି ନୂତନ ରୂପା ଟଙ୍କା ପ୍ରଚଳନ କଲେ ଇଂରେଜମାନେ। ଫଳରେ ଲକ୍ଷ ଲକ୍ଷ ଓଡ଼ିଆ ମାନଙ୍କର ବହୁ ପିଢ଼ିର ସଞ୍ଚିତ ଅମୂଲ୍ୟ ସମ୍ପତ୍ତି ହେଲା ମୂଲ୍ୟହୀନ। ସେମାନଙ୍କର ସୂର୍ଯ୍ୟାସ୍ତ ଆଇନ ପ୍ରଚଳନ ପରେ ଘୁମସରର ଜମିଦାର ଧନଞ୍ଜୟ ଭଞ୍ଜ ହରାଇଲେ ତାଙ୍କର ବହୁ ବର୍ଷର ଜମିଦାର। ଖାଲି ସେତିକି ନୁହେଁ, ତାଙ୍କୁ ମିଥ୍ୟା ଅଭିଯୋଗରେ ଅଭିଯୁକ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲା। ତାପରେ ବିଦ୍ରୋହର ନିଆଁ କୁହୁଳି କୁହୁଳି ଜଳିବାକୁ ଲାଗିଲା। ତେଣୁ ଇଂରେଜମାନେ ସେତେବେଳର ଶେଷ ଗଜପତି ରାଜା ମୁକୁନ୍ଦ ଦେବଙ୍କୁ ବନ୍ଦୀ କରିଥିଲେ। Seeing the atrocities of the Britishers, his heart was burning. Just at that point of time, the Odia Pikers had initiated the revolution at Khurda. Now Raja Mukundadev was determined to teach a lesson to the Britishers and declared war. The Odia soldiers of Mukundadev attacked the Britishers in a strategic way. For the first time in history, the Britishers were defeated by the Odia soldiers. A powerful British captain was killed and entire British force was compelled to bow down their heads. Finally, the Odia king snatched Puri and Pipili from them.
দেবার প্রমাণକୁ দেখাই দেবার এতে শক্তিশালী ধনুরাতির মুরে তঙ্গর জমিদার পাইক বীর মুরে তঙ্গর জমিদার বক্সি জগ বন্ধু নাটি মোর মুরে তঙ্গর জমিদার মুরে তঙ্গর জমিদার মুরে তঙ্গর জমিদার। ଘମାଘୋଟ ଯୁଦ୍ଧର ଅବସାନ ପରେ ଜିଲ୍ଲାପାଳ ମିଷ୍ଟର ଇମ୍ପେ କଟକକୁ ପଳାୟନ କରୁଥିବା ରାସ୍ତାରେ ତାଙ୍କର ନିରାପତ୍ତା ମୁଖ୍ୟ ଲେଫ୍ଟନାଣ୍ଟ ଫାର୍ସିଙ୍କୁ ବିଦ୍ରୋହୀମାନେ ହତ୍ୟା କଲେ। ତେଣୁ ଇଂରେଜ ସରକାର ସାରା ଖୋର୍ଦ୍ଧାରେ ମାର୍ସିଆଲ ଲ ଘୋଷଣା କଲେ ଆଉ ସେହିଦିନ ପାଇକମାନେ ଖୋର୍ଦ୍ଧା ଛାଡ଼ି ପୁରୀ ଅଭିମୁଖେ ଯାତ୍ରା କଲେ। ଲୋକନାଥ ଘାଟରେ ଥିବା ସରକାରୀ କଚେରୀରେ ନିଆଁ ଲଗାଇଥିଲେ। ସମୁଦ୍ର କୂଳରେ ରହୁଥିବା ଗୋରା ସାହେବମାନେ ଭୟରେ ନିଜ ନିଜ ବଙ୍ଗଳା ଛାଡ଼ି ଗୋରା ସିପାହୀମାନଙ୍କର ଆଶ୍ରୟ ନେଲେ। ପୁରୀର ଶତାଧିକ ପଣ୍ଡା ପଢ଼ିଆରୀମାନେ ମଧ୍ୟ ପାଇକମାନଙ୍କର ସହିତ ହାତ ମିଳାଇଲେ। ପୁରୀ ସହର ବିଦ୍ରୋହର ନିଆଁରେ ଦାଉ ଦାଉ ହୋଇ ଜଳିବାକୁ ଲାଗିଲା। ଇଂରେଜ ସରକାର କିଂ କର୍ତ୍ତବ୍ୟମୂଳ ହୋଇ ପୁରୀରେ ମଧ୍ୟ ମାର୍ସିଆଲ ଲ ଘୋଷଣା କଲେ। ବୀର ପାଇକମାନେ ଅସୁରେଶ୍ୱର, ତିରଣ ଏବଂ ହରିହରପୁର ଥାନା ଉପରେ ଅଚାନକ ଆକ୍ରମଣ କଲେ। ସେପଟେ କୁଜଙ୍ଗର ପାଇକମାନେ ପାରାଦୀପ ପାଖରେ ବ୍ରିଟିଶ ସେନାଙ୍କ ଉପରେ ଆକ୍ରମଣ କଲେ। ଗୋ ଓ ନିମାପଡ଼ାର ଥାନାକୁ ପୋଡ଼ି ପାଉଁଶ କରି ଦିଆଗଲା। ଜୟୀରାଜ ଗୁରୁଙ୍କର କାହାଣୀ ଆଉ ଏକ କିମ୍ବଦନ୍ତୀ। ଜୟୀରାଜ ଗୁରୁଙ୍କର କାହାଣୀ ଆଉ ଏକ କିମ୍ବଦନ୍ତୀ। हसी हसी फांसी कुंटे झूली गाने देखाई से देशभक्ति देखाई से देशभक्ति देखाई से देशभक्ति। ଅତୀତର ଜୟକୃଷ୍ଣ ରାଜଗୁରୁଙ୍କର ନିର୍ମମ ହତ୍ୟା ବିଦ୍ରୋହୀମାନଙ୍କ ମନକୁ ବାରମ୍ବାର ବିଦୀର୍ଣ୍ଣ କରିଦେଉଥାଏ। ପ୍ରତିଟି ମୁହୂର୍ତ୍ତରେ ଜୟୀ ରାଜଗୁରୁଙ୍କର ମର୍ମନ୍ତୁଦ ମୃତ୍ୟୁକୁ ମନେ ପକାଇ ସେମାନେ ପ୍ରତିହିଂସାତ୍ମକ ହୋଇ ଉଠୁଥାନ୍ତି। ପରିଣାମ କ'ଣ ହେଲା ଜାଣନ୍ତି? ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଓଡ଼ିଶାର କୋଣ ଅନୁକୋଣର ସମସ୍ତ ଓଡ଼ିଆ ଏକାଠି ହୋଇ ବିଦ୍ରୋହର ସେଇ ନିଆଁରେ ଝାସ ଦେଲେ। ମସିହାରେ ଘଟିଥିବା ସିପାହୀ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବରେ ଇତିହାସ ବର୍ଣ୍ଣନା କରିଛି ସତ, କିନ୍ତୁ ତାର ଅନେକ ବର୍ଷ ପୂର୍ବରୁ ଓଡ଼ିଶାରେ ବିଦ୍ରୋହ ଆରମ୍ଭ ହୋଇସାରିଥିଲା। ଏ କଥାର ହିସାବ ଭାରତ ଇତିହାସ ରଖିପାରିବ। ଦେଶକୁ ଇଂରେଜମାନଙ୍କ କବଳରୁ ମୁକ୍ତ କରିବା ପାଇଁ
ओडिशार पंच पाइकंकर रक्तरे भिजिथिला ओडिशार माटी जेमिति बण मल्ली बणरे फुटी बणरे महकी पुणी बणरे झड़ी पड़े आउ ए कथा लोकलोचन को आसी न थाए ठीक सेमिति ओडिशार ए पंच पाइक ओडिशारे जन्मी ओडिशारे सेमानकर वीरत्व देखाई ए ओडिशा माटी रे मिसी जाइछन्ति ए कथा हुए तो लोकलोचन को आसी नाही किंतु आजिर स्वाधीन भारत सेई शहीद पंच पाइकंकर आम मानक एक उपहार कहले अत्युक्ति हेब नाही। लढुआ पाइका मरी गले सिया एबे भी रहिछि खरधा गड़ पाइका खड़ा मने करी दिए अतीतर से प्रबल झड़ आसरे आसरे ओडिशार सबु आसरे आसरे ओडिशार सबु पुरुष महिला शपथ कर भांगी जीवा सीधा नई बानी केबे भांगी जीवा सीना नई बानी केबे शिखाई जाइछि आई कबीर शिखाई जाइछि आई कबीर शिखाई जाइछि पाई